আমার মোহন দাদা কি মোহনী লগে দেলা রে, মিঠা কথারে মিঠা ভাষারে দিবানা কলা রে। ভারি সরল ভারি নিজর সবুরি প্রিয় রে, নাহিরে তার বাছ বিচার ସବୁଠି ଥାଏ রে। মোহন দাদা আমার মোহন দাদা, মোহন দাদা আমার মোহন দাদা। ওয়েলকম মোহন দাদা, স্বাগতম মোহন দাদা। মোহন দাদা পরি কিଏ রে, ଲୋକଙ୍କର ମୁଖ୍ୟମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଦାଦା ପରି କିଏ ରେ। ସବୁବେଳେ ଚେଷ୍ଟା କରେ ଯେ ଭଲ ଲେଖା କେମିତି ଲୋକଙ୍କ ପାଖରେ ପହଞ୍ଚିବ। ଆଜି ସେ ଜିନିଷରେ ମୁଁ ନିଶ୍ଚିତ ଭାବରେ ସଫଳତା ପାଇପାରୁଛି ଯେ ଆପଣମାନେ ଭଲ ଲେଖାକୁ ପସନ୍ଦ କରୁଛନ୍ତି। ଆଉ ସବୁଠୁ ବଡ଼ କଥା ହେଉଛି ଏଥିରେ ସହଯୋଗ ମୋତେ କରିଛନ୍ତି ବର୍ତ୍ତମାନ ମୋ ସହିତ ଯେଉଁମାନେ ମ୍ୟୁଜିକ୍ରେ ଏବଂ ଲେଖାରେ ଭାଗ୍ୟଲିପି ମଲ ଏବଂ ମ୍ୟୁଜିକ୍ରେ ମଧ୍ୟ ଅଛନ୍ତି ରେମୋ, ଏମାନେ ସମସ୍ତେ ଆମେ ମିଶିକି ଯେଉଁ ଗୀତ ସବୁ ବନେଇଛୁ ସେ ଗୀତ ଆଜି ସବୁ ଲୋକଙ୍କ ହୃଦୟରେ। ମୋହନ ଦାଦା ହଉ, ପାଉଁଜି ମୋ ହଜିଗଲା ହେଉ, ଏବଂ ବହୁତ ଲିଟରେଚର ବେସ୍ ଲେଖା ଯାହାକୁ ଗୀତ ଗପ ଶୁଣୁ ଶୁଣୁ ଶୋଇଯାଉଥିବି, ତୁମେ ଗୀତ ଗାଉଥିବ ମୁଁ ଶୁଣୁଥିବି, ତୁମେ ଗପ କହୁଥିବ ମୁଁ ହୁଁ ମାରୁଥିବି, ଗୀତ ଗପ ଶୁଣୁ ଶୁଣୁ ମୁଁ ଶୋଇଯାଉଥିବି, ଏଇଭଳିଆ ଲେଖା ଯାହାକୁ ଡକ୍ଟର ଭାଗ୍ୟଲିପି ମଲ ଲେଖିଛନ୍ତି। ତ ଗୋଟେ ସମୟରେ ଆମେ ଭାବୁଥିଲୁ ଯେ ପ୍ରକୃତିରେ କ'ଣ କେବଳ ସେ ମଦ ଗୀତ ବାକି ମାନେ ଲେଖାର ତାତ୍ପର୍ଯ୍ୟ ନଥିବା ଗୀତ, ଯେଉଁ ଗୀତ ହୋ ହାଲାରେ ଲୋକମାନେ ଗାଆନ୍ତି, ସେ ଗୀତ କ'ଣ ପ୍ରକୃତିରେ ସେଇ ଗୀତ ଚାଲିବ? ଏଇ ଗୀତ କିନ୍ତୁ ମୁଁ ଦେଖିଲି ଯେ ଲୋକଙ୍କୁ ବହୁତ ଭଲ ପାଇବା। ଆଉ ବିଶେଷ କରି ଏବେରେ ଯେଉଁ ଗୀତ ପାଉଁଜି ମୋ ହଜିଗଲା ଗାଧୁଆ ତୁଠରେ, ରାଜା ପୁଅ ଜଗିଥିଲା ସେପଟ ଘାଟରେ, ସେ ଗୀତକୁ ମାନେ ଛୋଟରୁ ବଡ଼ ଯାଏଁ ସମସ୍ତଙ୍କର ଏତେ ଭଲ ପାଇବା ମିଳୁଛି। ଆଉ ସବୁ ଜାଗାରେ ମୋତେ ପ୍ରଶଂସାର ସୁଅ ଆସୁଛି ଏବଂ ବିଭିନ୍ନ ମହୋତ୍ସବରେ ଲୋକଙ୍କର ଡିମାଣ୍ଡ ରହୁଛି ଏଇ ଗୀତ ଶୁଣିବା ପାଇଁ। ବହୁତ ଖୁସି ଲାଗୁଛି। ବାକି ଯେତେବେଳେ ମୁଁ ଗୀତ ଗାଉଛି ସେତେବେଳେ ଲୋକଙ୍କ ଭିତରେ ଯେଉଁ ଉତ୍ସାହ ରହୁଛି, ଯେଉଁ ମାନେ ମୋ ସହିତ ଗୀତ ଗାଇ ନାଚୁଛନ୍ତି, ତ ମୋତେ ବହୁତ ଭଲ ଲାଗୁଛି ଯେ ଭଲ ଗୀତ ନିହାତି ଭାବରେ ସବୁବେଳେ ହୃଦୟରେ ହିଁ ରୁହେ। ତେଣୁକରି ଏ ପ୍ରଚେଷ୍ଟା ମୋର ଜାରି ରହିବ, ଯାହାକୁ ନେଇକି ମୁଁ ସବୁବେଳେ ଏମିତି ଆଗକୁ ଥିବି ଯେ ଭଲ ଲେଖା, ଭଲ ମ୍ୟୁଜିକ୍, ଯାହାକି ଗୋଟେ ଛୋଟ ପିଲା ଗାଇପାରୁଥିବ, ଗୋଟେ ବଡ଼ ଲୋକ ଗାଇପାରୁଥିବ, ଯେଉଁମାନେ ଗାଇବା ପାଇଁ କେବେ ଭାବୁନଥିବେ ଯେ ମୋ ବାପା ଶୁଣିଲେ କ'ଣ ଭାବିବ, ମୋ ମା ଶୁଣିଲେ ଭାବିବ, ସେମିତି ନୁହେଁ। ଗୀତ ଏମିତି ବୋଲିବା ଦରକାର ଯେ ସ୍କୁଲ କଲେଜରୁ ଆରମ୍ଭ କରିକି ଆବାଳ ବୃଦ୍ଧ ବନିତା ସମସ୍ତେ ଯେମିତି ଭଲ ପାଉଥିବେ, ସେଇଭଳିଆ ଗୀତ ମୁଁ। ଦେଖନ୍ତୁ, ମୁଁ ପ୍ରଥମେ 14 ବର୍ଷ ବିରତିରେ ଥିଲି ପାଠପଢ଼ା ଏସବୁରେ, ତାପରେ ପୁଣି ବିବାହ ପରେ ପୁଣି ଅନେକ ଦିନ ପରେ ଆଉ ଥରେ ମୁଁ ଆରାଉଣ୍ଡ 17 ଇୟର୍ସ ପରେ ମୁଁ ରିବ୍ୟାକ୍ କଲି। ଆଉ ମୁଁ ଭାବୁଛି ନିହାତି ଭାବରେ ପ୍ରବଳ ଜନସାଧାରଣଙ୍କର ଭଲ ପାଇବା ମିଳିଛି, ଶୁଭେଚ୍ଛା ମିଳୁଛି। ସେଥିପାଇଁ ସମସ୍ତଙ୍କ ହୃଦୟରେ ମୁଁ ଭଲ ଗୀତ ଗାଇବା ପାଇଁ ମୋର ପ୍ରଚେଷ୍ଟା ଜାରି ରଖିଛି। ଆଉ ଖୁସି ଲାଗୁଛି ଯେ ଲୋକମାନେ ମୋତେ ଭଲ ପାଉଛନ୍ତି ଏବଂ ସମ୍ମାନିତ କରିବା ପାଇଁ ସେମାନେ ପଛଉନାହାନ୍ତି। ଆଉ ମୁଁ ସବୁବେଳେ ତାଙ୍କ ସମ୍ମାନକୁ ଆଦରରେ ଗ୍ରହଣ କରୁଛି। ନା ଏଇଠି କଥା ନୁହେଁ ଯେ ମୋର ଗର୍ବ ହେଇଯିବ, ସେମିତି ନୁହେଁ। ଭଲ ମଣିଷ ଗୋଟେ ହେବାକୁ ଚାହେଁ, ସମସ୍ତଙ୍କ ହୃଦୟରେ ଭଲ ଗୀତ ଗାଇକି ରହିବା ପାଇଁ ଚାହେଁ। ମୁଁ ଜଗନ୍ନାଥଙ୍କୁ ସବୁବେଳେ ଗୋଟେ କଥା କୁହେ ଯେ ପ୍ରଭୁ, ମୁଁ ଯେତେ ଆଗକୁ ଯାଏ ମୋ ମନରେ କେବେ ଅହଙ୍କାର ଗର୍ବ ଦିଅନ୍ତୁ ନାହିଁ। ମୁଁ ସବୁବେଳେ ସାଧାରଣ ମଣିଷ ହିସାବରେ ଲୋକଙ୍କ ପାଖରେ ରହିବା ପାଇଁ ହିଁ ଚାହେଁ। ନାଇଁ, ମୁଁ କେବଳ ଯେ ବିଜୁ ବାବୁ, ନବୀନ ବାବୁ, ଇଭିନ୍ ମୋହନ ମାଝୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନାଁରେ ଗୀତ ଗାଇନି। ଏମିତି ମୁଁ ଯେଉଁମାନେ ମୋତେ, ଯେମିତିକି ମୁଁ ଅଚ୍ୟୁତ ସାମନ୍ତଙ୍କ ବିଷୟରେ ବି ଗାଇଛି, ଯେଉଁମାନଙ୍କୁ ମୋତେ ଭଲ ଲାଗେ ଆଉ ମୋତେ ଯଦି ସେ ବିଷୟରେ ଅଫର୍ ଆସେ, ମୁଁ ଡେଫିନେଟଲି ତାଙ୍କ ଗୀତକୁ କେତେ ଭଲ କରିବି ଏବଂ କେମିତି ଲୋକ ସେମାନଙ୍କୁ ଗ୍ରହଣ ତ କରିଛନ୍ତି, ଆହୁରି କେତେ ଭଲ ପାଇବେ ସେ ଚେଷ୍ଟା ମୁଁ କରୁଥାଏ। ପଲିଟିକାଲ ସଙ୍ଗ ହିସାବରେ ସମସ୍ତେ ଦିଅନ୍ତି ଗାଇବା ପାଇଁ, ମୁଁ ଗୀତ ଗାଉଛି। ଆଜି ବି ମୋତେ ଗୋଟେ ଗୀତ ଅଛି ମୋର ଆଜି ରିଲିଜ୍ ହେଉଛି, ମନମୋହନ ସାମଲଙ୍କ ପାଇଁ ବି ଗୀତ ଗାଇବି। ସେମିତି କିଛି ନୁହେଁ, ଗୀତ ଯେହେତୁ ମୋର ପ୍ରଫେସନ୍ ଗୀତ ଗାଇବା, ମୋତେ ଯେତେବେଳେ ବି ଗୀତ ଗାଇବା ପାଇଁ ସୁଯୋଗ ମିଳେ ଏବଂ ଯେଉଁ ପାର୍ଟିର ବି ମିଳେ, ସେ
पार्टी को मु सम्मान दिए एवं मु गीत गाए कहीं एटा मोर गीत गाइबा हूँ मोर प्रोफेशन बाकी मु को पार्टी को सपोर्ट करबी दैट इज डिफरेंट मैटर बट गीत गाइबा जेहेतु मो प्रोफेशन जो पार्टी रो भी गीत मिले मु निश्चित भाव में गीत को गाइबी कहीं मोर स्टूडियो अच्छी स्टूडियो रहा द्वारा मत गीत गाइबा को अनेक जन पड़े तो मत गीत गाइबा को पड़े माने मु गीत गाइबी आ प्रॉपर जस्टिस दिए गीत गाया पाउजी मो हजी गला गाधुआ तुठरे रजा पुओ जगी थिला से पट घाटरे नई पड़ी खोजुथिली हजिला पाउजी रजा पुओ चाही थिला लाजे गली भीजी अजଣା छनक पसी गला मो छाती रे पाउजी मो हजी गला गाधुआ तुठरे रजा पुओ जगी थिला से पट घाटरे आमर मोहन दादा की मोहनी लगे देला रे मिठा कथा रे मिठा भाषा रे दीवाना कला रे भारी भारी सरल भारी निजर सबुरी प्रिय रे नाही रे तार बाछ विचार सबुति थाए रे मोहन दादा आमर मोहन दादा आमर मोहन दादा वेलकम मोहन दादा स्वागतम मोहन दादा परी किए रे लोकंकर मुख्यमंत्री ओडिशार मुख्यमंत्री मोहन दादा परी किए रे अनेक अनेक शुभेच्छा और अभिनंदन आपण आगु को एई भली आगु आहुरी बढ़ी चलंतो हम चैनल तरफ एतिकी शुभकामना।